ଏବେ ଆସିକି ଟାଇମ୍ ହେଇଯାଇଛି 11ଟା। ତ ମୋ ପୁଅ ଆସିଛି ହେରି ସ୍କୁଲରୁ, ମୁଁ ତାକୁ ଟିକେ ଛତୁଆ ଖୁଆଉଥିଲି, ସେତେବେଳକୁ ନାତୁଣୀ ବି ଆସିକି ପହଞ୍ଚିଲା। ତ ମୁଁ ତାକୁ ବି ଖୁଆଉଥିଲି। ନାତୁଣୀ ମାନେ ଇଏ ହେଲେ ଭାଣିଜୀଙ୍କର ଝିଅ, ଆଉ ମୋ ନଣନ୍ଦଙ୍କ ଘର ଯେହେତୁ ଆମ ଘର ପାଖରେ ଅଛି, ସେ ସେଇଠି ରହୁଛି, ତା ମାମୁଁ ଘରେ ରହୁଛି, କିନ୍ତୁ ଏପଟକୁ ଆସେ। ଆଜି ନାନାଙ୍କର କିଛି କାମ ଥିଲା, ନଣନ୍ଦଙ୍କର କିଛି କାମ ଥିଲା ବୋଲି ଝିଅକୁ ମୋ ପାଖରେ ଛାଡ଼ି ଦେଇକି ଯାଇଥିଲେ। ତ ମୁଁ ତା ସାଙ୍ଗେ ଟିକେ ଖେଳିଥିଲି, ତା ଭିତରେ ମୋ ରୋଷେଇ ସରିଯାଇଥିଲା, କେହି ବି ଖାଇବା ପାଇଁ ଆସିନଥିଲେ। ମୁଁ ସେତେବେଳେ ତାକୁ ଆଗେ ଖୁଆଇଦେଲି। ଆଉ ଖୁଆଇଲା ବେଳକୁ ଏତେ ହଇରାଣ ସେ କରୁଥିଲା, ମୋ ଫୋନ୍ ବନ୍ଦ କରି ତାକୁ ଟିକେ ବାଇଚଢ଼େଇ ଗୀତ ଦେଲା, ଲଗେଇଲେ କ'ଣ ସେ ଖାଇଲା। ତାପରେ ମୁଁ ତାକୁ ଶୁଆଇ ଦେଇଥିଲି। ପୁଅ ବି ଏଠି ହୋମୱାର୍କ କରୁଥିଲା, ତାପରେ ତାକୁ ଟିକେ ଖୁଆଇ ଦେଇଥିଲି। ବାପା ମାଆ ସମସ୍ତେ ଖାଇସାରିଥିଲେ। ସେତେବେଳକୁ ସ୍ୱାମୀ ଆସିକି ପହଞ୍ଚି ଯାଇଥିଲେ, ତାଙ୍କ ପାଇଁ ବି ବାଢ଼ି ଦେଇଥିଲେ। ଆଜି ଯେହେତୁ ସୋମବାର ଥିଲା, ଅରୁଆ ଭାତ, ଡାଲମା, ଭଜା, ଶାଗ ଭଜା, ଏମିତି କରିକି ଖାଇଥିଲୁ। ସମସ୍ତେ ଖାଇସାରିଲା ପରେ ମୁଁ ବି ଖାଇଥିଲି। ମୁଁ ଠିକ୍ ଖାଇବା ସରିଲା ବେଳକୁ ମହାରାଣୀ ଉଠିକି ବସି ପଡ଼ିଥିଲେ। ତ ଦେଖୁଥିବେ, ସେତେବେଳକୁ ତା ଅଜା ଆସିକି ପହଞ୍ଚି ଯାଇଥିଲେ। ତ ସେ ଆସିକି ଥଣ୍ଡା ଗୋଟେ ଆଣିଥିଲେ। ସେ ଦେଖିକି ବହୁତ ଖୁସି ହେଇଥିଲା, କିନ୍ତୁ ସେ ଛୋଟ ପିଲା ଯେହେତୁ ତାକୁ ଥଣ୍ଡା ଦେଲେ ଥଣ୍ଡା ହେବ। ତ ତା ଅଜା ତାକୁ ଟିକେ ତା ମନ ବୁଝାଇବା ପାଇଁ ଟିକେ ଠିପିରେ ଦେଇଥିଲା। ଆଉ ସେ ତ ଟିକେ ପିଇକି କେତେ